ନମସ୍କାର। ପ୍ରସାଦ ବାଇବେଲ ଷ୍ଟଡିକୁ ସ୍ୱାଗତ କରୁଛୁ। ମୁଁ ଆଜି ଆମେ ଆଲୋଚନା କରିବା ବାଇବେଲର ଏକ ଜଣାଶୁଣା ବିଷୟ, କିନ୍ତୁ ସାଧାରଣତଃ ମୁଁ କାହା ପାଟିରେ ଏ କଥା ଶୁଣେନି। ବନ୍ଧୁତା ବିଷୟରେ ଭାରି ସୁନ୍ଦର ଉଦାହରଣ ସବୁ ବାଇବେଲରେ ଅଛି। ବନ୍ଧୁତାର ବହୁତ ଉଦାହରଣ ବାଇବେଲରେ ଅଛି। ବନ୍ଧୁତା ହେତୁ ଭାଇ ଭାଇ ଭିତରେ ବନ୍ଧୁତା ମଧ୍ୟ ହେଇପାରେ, କିମ୍ବା ସାଙ୍ଗ ଭିତରେ ବନ୍ଧୁତା ହେଇପାରେ, କିଛି ଅପରିଚିତ ଲୋକମାନଙ୍କ ଭିତରେ ବନ୍ଧୁତା ହେଇପାରେ। ବନ୍ଧୁତାର ବହୁତ କାହାଣୀ ଅଛି, ବହୁତ ବିଷୟ ଅଛି, କିନ୍ତୁ ବନ୍ଧୁତାର ପ୍ରଚାର ବା ବନ୍ଧୁତା ବିଷୟରେ ଆଲୋଚନା ବା ବନ୍ଧୁତା ଉପରେ କିଛି ତର୍ଜମା ଅନେକଙ୍କ ପାଖରେ ମୁଁ ପାଏ। ଏକଥା ମୁଁ ମୋ ଡାଏରୀରେ ବି ଲେଖି ରଖିଛି। ସବୁଠୁ ବଡ଼ ବନ୍ଧୁତାର ମୋତେ ଆଶ୍ଚର୍ଯ୍ୟ କରିଛି ବାଇବେଲ ଅଧ୍ୟୟନ ଭିତରେ, ମୋର ବ୍ୟକ୍ତିଗତ ପଢ଼ା ଭିତରେ ବାଇବେଲକୁ ଯେତିକି ମୁଁ ଜାଣିଛି, ଅଳ୍ପ ବିଷୟ ଯେତିକି ଜାଣିଛି, ସେଟା ହେଉଛି ଜୋନାଥନ ଆଉ ଦାଉଦଙ୍କର ବନ୍ଧୁତା। ଜୋନାଥନ କିଏ? ଜୋନାଥନ ହେଉଛନ୍ତି ସାଉଲଙ୍କର ପୁଅ, ବଡ଼ ପୁଅ ବୋଧେ, ଯିଏକି ସମ୍ଭବତଃ ସାଉଲଙ୍କ ପରେ ରାଜ୍ୟର ରାଜା ହେବାକୁ ଯୋଗ୍ୟ ଥିଲେ। ସାଉଲଙ୍କ ପରେ ରାଜ୍ୟର ରାଜା ହେବା ପାଇଁ ବା ଇସ୍ରାଏଲର ରାଜା ହେବା ପାଇଁ ଯୋଗ୍ୟ ଥିଲେ ଜୋନାଥନ। କିନ୍ତୁ ଇଣ୍ଟରେଷ୍ଟିଂଲି ସାଉଲ ଆଉ ଦାଉଦଙ୍କ ବିଷୟରେ ତ କିଛି କହିବା ଦରକାର ନାହିଁ। କେମିତି ଦାଉଦ ଆସିକିରି ମିଟ୍ କରନ୍ତି, କି କେମିତି ଜୁଟନ୍ତି ଦାଉଦ ରାଜା ହେବା ପାଇଁ ଇତ୍ୟାଦି କଥା ଭିତରକୁ ମୁଁ ଯାଉନି। କିନ୍ତୁ ଦାଉଦ ଆଉ ଜୋନାଥନ ଭିତରେ ଏତେ ଗୋଟେ ସୁନ୍ଦର ଘନିଷ୍ଠ ସମ୍ପର୍କ ଗଢ଼ି ଉଠୁଥିଲା, ସେ କଥା ବିଶେଷତଃ କେଉଁଠି ଆଲୋଚନା ମୁଁ କାହିଁ ମୋର ଅଳ୍ପ ଜୀବନ ବିଷୟରେ ଯେତିକି ଜାଗାରେ ମୁଁ ବସେକି ଶୁଣେ, କେଉଁଠି ଶୁଣିବାକୁ ପାଇନି। ଭାରି ଇଣ୍ଟରେଷ୍ଟିଂ କଥା। ସାଉଲଙ୍କର ପୁଅ ଜୋନାଥନ ଆଉ ଦାଉଦଙ୍କର କାହାଣୀ ବା ବନ୍ଧୁତାର କାହାଣୀ। ଯେତେବେଳେ କି ସାଉଲ ଦାଉଦଙ୍କର ବିପକ୍ଷ ଶତ୍ରୁ, ତାଙ୍କୁ ମାରିବା ପାଇଁ ଗୋଡ଼େଇଛନ୍ତି। ଦାଉଦ ଯଦିଓ କିଛିଟା ସୁଯୋଗ ପାଇଛନ୍ତି, ସାଉଲଙ୍କୁ ଗୋଟେ ଦୁଇଟା ଚାନ୍ସ ମିଳିଛି ତାଙ୍କୁ ମାରିବା ପାଇଁ, କିନ୍ତୁ ତାଙ୍କ ଲୁଗାର ଧଡ଼ି କାଟି ଦେଇଛନ୍ତି। ଆଉ ପରବର୍ତ୍ତୀ ସମୟରେ ସେ ୱିଟନେସ୍ ଦେଇଛନ୍ତି, ମୁଁ ଚାହିଁଲେ ତାଙ୍କୁ ମାରି ପାରିଥାନ୍ତି, କିନ୍ତୁ ପରମେଶ୍ୱରଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ଉପରେ ହାତ ଉଠାଇବାଟା ବା ହସ୍ତ ବିସ୍ତାର କରିବାଟା ଠିକ୍ ନାହିଁ ବୋଲି ମୁଁ କଲିନି। ଇତ୍ୟାଦି କଥା ଅଛି, ସେ ଭିତରକୁ ମୁଁ ଜାଣିଛି, ସେଇଟା ଜଣାଶୁଣା କଥା। ସାଉଲ ଦାଉଦର କାହାଣୀ ଏଇଟା ଜଣାଶୁଣା କଥା, ସମସ୍ତେ ଜାଣିଛନ୍ତି, କିଛି ନୂଆ କଥା। ତେବେ ଆମେ କୁହାଯାଏ ପ୍ରକୃତ ବନ୍ଧୁ ସିଏ, ଯିଏ ବିପଦର ବନ୍ଧୁ ସିଏ। ଯିଏ ବିପଦରେ ବନ୍ଧୁ ସେ ପ୍ରକୃତ ବନ୍ଧୁ। ବନ୍ଧୁତାର କାହାଣୀରେ ସେ ସିନେମାରେ ହେଉ, ବିଭିନ୍ନ ଚଳଚ୍ଚିତ୍ରରେ ହେଉ, ବିଭିନ୍ନ ପ୍ରକାର ସାହିତ୍ୟ କାହାଣୀରେ ହେଉ, ଗଳ୍ପ ଉପନ୍ୟାସରେ ହେଉ, ବହୁତ କାହାଣୀ ତିଆରି ହେଇଛି। ବହୁତ ଆମର ଫିଲ୍ମ ଏଇ ତ ତୋର ମୋର ଦୋସ୍ତି ଫିଲ୍ମ ଗୋଟେ ଅଛି। ଏମିତି ସୋଲେ ଫିଲ୍ମଟା ଗୋଟେ ଅଛି, ଯେମିତି ସାଙ୍ଗସାଥିର ସବୁଠୁ ବଡ଼ ମାଇଲ ଖୁଣ୍ଟ ଫିଲ୍ମ ସୋଲେ ଗୋଟେ ଅଛି। ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କୁ ବହୁତ କଥା କୁହାହେଇଛି, ଜାଣିଛନ୍ତି ବି ଲୋକ। ବନ୍ଧୁତାର ବହୁତ କାହାଣୀ ଅଛି। ବନ୍ଧୁତାରେ ବିଶ୍ୱାସଘାତକତା ବି ବହୁତ କାହାଣୀ ଅଛି। ବନ୍ଧୁତାରେ ସାଧୁତା ବା ବନ୍ଧୁତାରେ ସାହାଯ୍ୟ, ବନ୍ଧୁତାରେ ଉପକାର, ବନ୍ଧୁତାରେ ବିପଦ ସମୟରେ କାମରେ ଆସିବା, ଏସବୁ କାହାଣୀ ବି ଦୁନିଆରେ କିଛି କମି କଥା ନାହିଁ। ମୁଁ ଆଉ କୌଣସି ଉଦାହରଣକୁ ଯାଉନି। ଆ କାହାଣୀ ତା କାହାଣୀ ଉଦାହରଣ ଦେଇକିରି ଆଉ ବୁଝିବା, ଗୋଟେ ଜିନିଷ ବୁଝିବାକୁ ଗଲେ ଉଦାହରଣଟା ବେଶୀ ଇମ୍ପୋର୍ଟାଣ୍ଟ। ମୁଁ ଗୋଟେ ଉଦାହରଣ ନେଉଛି ପରା। ଏ ସାଉଲଙ୍କର ପୁଅ ଯେଉଁ ଜୋନାଥନ ଦାଉଦଙ୍କର ବନ୍ଧୁ ହେଲେ, ଏ ଭାରି ଇଣ୍ଟରେଷ୍ଟିଂ। ବାପା ଭାଇ ସାଙ୍ଗର ଶତ୍ରୁ, ଅଥଚ ବଡ଼ ପୁଅ ତାର ସାଙ୍ଗ। ଆଉ ସେ ଅନେକ ସମୟରେ ତା ସହିତ ବନ୍ଧୁତା କରିକି ତାକୁ ବିପଦରେ ବଞ୍ଚେଇଛନ୍ତି ମଧ୍ୟ, କିଏ? ଜୋନାଥନ। ଆଜିକା ସମୟରେ ଏସବୁ ଜିନିଷ ହବା ଦେଖାଯାଏନି। ସେ ସମୟରେ ବି ହବାଟା ଭାରି ମୁସ୍କିଲ। ଆରେ ତମେ ତ ଉତ୍ତରାଧିକାରୀ ଥିଲ ବାପାଙ୍କ ପରେ, ତମ ରଜା ହେଇପାରିନଥିଲ। ଜୋନାଥନ ଚାହିଁବେ କ'ଣ, ତ ନିୟମ ତ କହୁଛି ଘରର ବଡ଼ ପୁଅ ରଜା ହେବ ଆଉ ବାପାଙ୍କ ଅନ୍ତେ ଆଉ। କିନ୍ତୁ ସେ ନିଜର ରାଜ୍ୟ ଲୋଭକୁ ଛାଡ଼ିକିରି ସେ ଦାଉଦଙ୍କ ସହିତ ବନ୍ଧୁତା କରି ବାପାଙ୍କ ଆକ୍ରୋଶରୁ ଦାଉଦଙ୍କୁ ରକ୍ଷା କରୁଛନ୍ତି। ଇଏ ନିଶ୍ଚୟ କହନ୍ତିନି କି, ଆମ ଗାଁ ଗହଳିରେ କହନ୍ତି ଧଣ୍ଡା ପେଟରେ ନାଗ, ନାଗ ପେଟରେ ଧଣ୍ଡା। ଏମିତି ଗୋଟେ କଥା ଅଛି। ଧଣ୍ଡା ପେଟରେ ନାଗ, ନାଗ ପେଟରେ ଧଣ୍ଡା। ତ ଏ ସାଉଲଙ୍କ ପେଟରୁ କେମିତି ଜୋନାଥନ ଭଳି ଗୋଟେ ଏତେ ବ୍ରୋଡ଼ ମେଣ୍ଟାଲିଟିର ଲୋକ ଆସିଛନ୍ତି, ଜନ୍ମ ହେଇଛନ୍ତି, ଯିଏ ଦାଉଦଙ୍କ ସପକ୍ଷରେ ଦାଉଦଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ରାଜ୍ୟ ଜୟ କରିବାରେ, ରାଜ୍ୟ ପାଇବାରେ, ତାଙ୍କ ହକ୍ ପାଇବାରେ, କିମ୍ବା ତାଙ୍କର ଆଉ ତାଙ୍କ ବାପା ସାଉଲଙ୍କ ଭିତରେ ଯେଉଁ ଲଢ଼େଇ ଚାଲିଛି ସେଥିରେ ତାଙ୍କୁ ସହଯୋଗ କରିବାରେ। ସେ କଥାକୁ ଟିକେ ଆଲୋଚନା କରିବା। ଦାଉଦଙ୍କୁ ଇସ୍ରାଏଲର ରାଜା ହେବା ପାଇଁ ଅଭିଷିକ୍ତ ହୋଇଥିଲେ ମଧ୍ୟ ତାହାଙ୍କୁ ଜୀବନର ଗତିପଥରେ ସମସ୍ୟା, ଦୁଃଖ, ବିପଦ, ଭୟ ମଧ୍ୟ ଦେଇ ଯିବାକୁ ପଡ଼ିଥିଲା। ଏସବୁ ମଧ୍ୟରେ ଦାଉଦଙ୍କୁ ଜଣେ ସୁଦକ୍ଷ ରାଜା ହେବା ପାଇଁ ଈଶ୍ୱର ପ୍ରସ୍ତୁତ କରୁଥିଲେ। ଟ୍ରେନିଂ ତ ତେଣୁ ଏ କଥା ସମସ୍ତେ ଜାଣିଛନ୍ତି। ଦାଉଦଙ୍କ ବିଷୟରେ କିଛି କହିବା ଦରକାର ନାହିଁ। ଦାଉଦଙ୍କ କେମିତି ପ୍ରସ୍ତୁତି କରୁଥିଲେ,
ମେଷ ଚରେଇଲା ବେଳକୁ କି ଜଙ୍ଗଲରେ ରହିଲା ବେଳକୁ ସିଂହ ଭାଲୁ ଇତ୍ୟାଦି ମାନଙ୍କ ସହିତ ଲଢ଼େଇ କରୁଥିଲେ। ଇଟ୍ ୱାଜ୍ ଏ ଟ୍ରେନିଂ। ସେଟା ତାଙ୍କ ପାଇଁ ତାଲିମ ଥିଲା। କେମିତି ତାଲିମ? ତାଲିମ ସେ ତାଲିମ କରିକିରି ଶିଖୁଥିଲେ କେମିତି ଯୁଦ୍ଧ କରିବେ, ଯୋଦ୍ଧା ହେବେ, ସେଇଟା ତାଙ୍କ ପାଇଁ ତାଲିମ ଥିଲା। ବୁଝିପାରୁଛନ୍ତି? ଦ୍ୱିତୀୟ କଥା ହେଲା, ତେଣୁ ସେ ବିପଦ ଭୟ ମଧ୍ୟ ଦେଇ ଯିବାକୁ ପଡ଼ୁଥିଲା, ଟ୍ରେନିଂ ଦରକାର। ତେଣୁ ପ୍ରସ୍ତୁତି ସେତେ କଠିନ ହେବ। ଏ ପ୍ରସ୍ତୁତି ବିଷୟରେ ଯଦି ଟିକେ କହିବି, ଏହା ହେବ, ସମୟ ତ ଅଛି ଅବଶ୍ୟ, କିନ୍ତୁ ବେଶୀ ଲମ୍ବା କରିବାକୁ ମୁଁ ଚାହୁଁନି, ଖାଲି ସର୍ଟକଟ୍ଲି କହୁଛି। ଆପଣଙ୍କର ପ୍ରସ୍ତୁତି ସେତେ କଠିନ ହେବ ଯେତିକି ଆପଣଙ୍କର ଦାୟିତ୍ୱ ବଡ଼ ହେବ। ଯୋସେଫଙ୍କୁ ବି ପ୍ରସ୍ତୁତ କରିବାକୁ ପଡ଼ୁଥିଲା, ଦାଉଦଙ୍କୁ ବି ପ୍ରସ୍ତୁତ କରିବାକୁ ପଡ଼ୁଥିଲା, ମୂଷାଙ୍କୁ ବି ପ୍ରସ୍ତୁତ କରିବାକୁ ପଡ଼ୁଥିଲା ଜଙ୍ଗଲରେ ରହିକିରି। ତେଣୁ ଆପଣ ଇସ୍ରାଏଲ ଲୋକମାନଙ୍କୁ ମାନେ ନେତୃତ୍ୱ ନେଇକି ଚଲେଇବା ଅପେକ୍ଷା ପ୍ରସ୍ତୁତି ସେତେ କଠିନ ହେବ ଯେତିକି ଦାୟିତ୍ୱ ବଡ଼ ଥିବ। ତେଣୁ ପ୍ରସ୍ତୁତି ସମୟରେ ଯଦି ଆପଣ ହାରିଯିବେ, ପ୍ରସ୍ତୁତି ସମୟରେ ଯଦି ଆପଣ ହୋପଲେସ୍ ହେଇଯିବେ, ପ୍ରସ୍ତୁତି ସମୟରେ ଯଦି ଆପଣ ବିରକ୍ତ ହେଇଯିବେ, କ'ଣ ଗୋଟେ କାମ, କିନ୍ତୁ ନାହିଁ। କୁହାଯାଏ ଡାକ୍ତର ହେବା ପାଇଁ ବହୁତ ପ୍ରସ୍ତୁତି ଦରକାର, କିନ୍ତୁ ଗାଡ଼ି ମେକାନିକ୍ ହେବା ପାଇଁ ଅଳ୍ପ 4-6 ମାସ 8 ମାସ 10 ମାସର ଟ୍ରେନିଂ ହେଇଗଲେ ଜଣେ ଗାଡ଼ି ମେକାନିକ୍ଟେ ହେଇଯିବ। କିନ୍ତୁ ଡାକ୍ତର ହେବା ପାଇଁ ବର୍ଷ 8 ବର୍ଷ 10 ବର୍ଷ ସ୍ପେଶାଲାଇଜେସନ୍ କୋର୍ସ କରିକି ଆପଣଙ୍କୁ ଶିଖିବାକୁ ପଡ଼ିବ। ସେମିତି କେଉଁ ଜବ୍ ଆପଣ କରିବେ ତା ପାଇଁ ପ୍ରସ୍ତୁତି କେତେ ସମୟ ଲାଗିବ, ଏଥିପାଇଁ ଆପଣଙ୍କର କାମର ଆକାର ବା କାମର ଗତି, ଡକ୍ଟର ପାଇଁ ବହୁତ ସମୟ ଲାଗିବ, କିନ୍ତୁ ମେକାନିକ୍ ଗୋଟେ ଅଳ୍ପ ସମୟ ଲାଗିବ। ସେମିତି ଆପଣ କାମ କେମିତି କ'ଣ କାମ କରିବେ, କେଉଁ କାମ କରିବେ, ସେ କ୍ୟାରିୟର କାଉନସିଲିଂ ଆଡ଼କୁ ମୁଁ ଯାଉନାହିଁ। କଥା ହେଉଛି ଦାଉଦଙ୍କୁ ମଧ୍ୟ ପ୍ରସ୍ତୁତି ବହୁତ ସମୟ ଲାଗିଥିବ। ଏତେ ବଡ଼ ରାଜା, ଇସ୍ରାଏଲର ମହାନ ରାଜା ମୂଷାଙ୍କୁ ବହୁତ ସମୟ ଲାଗିଥିବ। 30 ବର୍ଷ ଲାଗିଲା ଯୀଶୁଙ୍କୁ 30 ବର୍ଷ ଲାଗିଲା 3 ବର୍ଷ ସେବା କାର୍ଯ୍ୟ କରିବାକୁ ଯୀଶୁଙ୍କୁ। ଦାଉଦଙ୍କୁ ବି ସେଇ 17-18 ବର୍ଷରେ ରଜା ହେଲେ ବୋଲି ଯାହା ବାଇବେଲ ବିଶାରଦମାନେ କହନ୍ତି। ଆହ୍ୱାନ କଲେ 17-18 ବର୍ଷରେ ଦାଉଦଙ୍କୁ ବି ଆହ୍ୱାନ କଲେ। କିଏ କେତେ ବୟସରେ ରଜା ହେଲେ ସେଟା ମ୍ୟାଟର, କିନ୍ତୁ ପ୍ରସ୍ତୁତି ସମସ୍ତଙ୍କର ଅତି ଦୀର୍ଘ ହେଇଛି। ଯୋସେଫଙ୍କୁ ବି ବହୁତ ପ୍ରସ୍ତୁତି କରିବାକୁ ଲାଗିଛି, ବହୁତ ପ୍ରସ୍ତୁତି ମାନେ କ'ଣ, ସେ 44 ଘର ରହିଲେ, ତାଙ୍କ ଘର କଥା ବୁଝିଲେ ଇତ୍ୟାଦି। ଏ କଥା କାହାଣୀ ସବୁ ଜଣାଶୁଣା କଥା ହିଁ ଆମେ କହିବା, କିନ୍ତୁ ସେ କଥା ହଁ ଆମେ ଜାଣିଛୁ ବୋଲି ହେବନି। ଜଣାଶୁଣା କଥା ହିଁ ଆମେ କହିବା। ସେ ଜାଣିବା କଥାରେ ତା ବହୁତ ନ ଜାଣିବା କଥା ଅଛି। ଆଉ ସେ ଜାଣିବା କଥାରେ ବହୁତ ନ ଜାଣିବା କଥା। ସେ ସୋରିଷ, ଜିରା, ଧନିଆ, ମରିଚ, ପିଆଜ ପକେଇକି ତରକାରୀ ରାନ୍ଧୁଛନ୍ତି, କିନ୍ତୁ କାହା ହାତର ସ୍ୱାଦ କେମିତି ହେଉଛି? ସେ ଆଳୁ ଭଜା, ଆଳୁ ତରକାରୀ କାହା ହାତର ସ୍ୱାଦ କେମିତି ହେଉଛି? ସେଇ ଡାଲି କରୁଛନ୍ତି ରସୁଣ ପିଆଜ ଛୁଙ୍କ ଦେଇକି ହଳଦୀ ମରିଚ କରୁଛନ୍ତି, କିନ୍ତୁ କାହା ହାତର ସ୍ୱାଦ କେମିତି ହେଉଛି ଏଇଟା ବି ଜାଣିବା ଦରକାର। ସମ୍ଭାବନା ପ୍ରସ୍ତୁତି ହେଉଛି ଏଇଆ। ପ୍ରସ୍ତୁତି ବେଳେବେଳେ ଯେଉଁ ଲୋକଙ୍କ ପାଇଁ ପ୍ରସ୍ତୁତି ଭାରି କଠିନ ହେଇଯାଏ ଟ୍ରେନିଂଟା, ସେତେବେଳେ ସେ ଲୋକ ଭାବିବ ମୁଁ ଛାଡ଼ିଦେଲେ ଭଲ ହେବ, ମୁଁ ଏ ବିରକ୍ତ କିଏ ପଶିବ। ସେମିତି ହେବ, ପ୍ରସ୍ତୁତି ବହୁତ କଠିନ ହେବ। କାମ ଯେତେ ବଡ଼ ହେବ ପ୍ରସ୍ତୁତି ସେତେ କଠିନ ହେବ। ଯଦି ପ୍ରସ୍ତୁତି ସମୟରେ ଆପଣ ମାନସିକ ଚାପ ସମ୍ଭାଳି ପାରିବେନି, କାର୍ଯ୍ୟର ଭାର ସମ୍ଭାଳି ପାରିବେନି, ଟ୍ରେନିଂ ପିରିୟଡ଼ରେ ଇତ୍ୟାଦି ଅତ୍ୟଧିକ ଜବ୍ରେ କ'ଣ କି ଟ୍ରେନିଂ ପିରିୟଡ଼ ଗୋଟେ ଥାଏ। ଏ IAS ମାନଙ୍କର ହଉ କି ଡକ୍ଟରମାନଙ୍କର ଟ୍ରେନିଂ ପିରିୟଡ଼, ପ୍ରାକ୍ଟିସ୍ ପିରିୟଡ଼, ଓକିଲମାନଙ୍କର ସମସ୍ତଙ୍କର ଗୋଟେ ଟ୍ରେନିଂ ପିରିୟଡ଼ ଥାଏ। ଟ୍ରେନିଂ ପିରିୟଡ଼ରେ ଆପଣ ଫେଡ୍ ଅପ୍ ହେଇଯିବେ, କାମ ଆପଣ କରିପାରିବେନି। ୟୁ କ୍ୟାଣ୍ଟ ହ୍ୟାଣ୍ଡେଲ୍ ଦ ଷ୍ଟ୍ରେସ୍, ଆପଣ କାମ ଜବ୍ ହ୍ୟାଣ୍ଡେଲ୍ କରିପାରିବେନି। ସବୁ ଜିନିଷରେ ପାଠଶାଠ ପଢ଼ିବାକୁ ସବୁ କ୍ଷେତ୍ରରେ ଗୋଟେ ଟ୍ରେନିଂ ପିରିୟଡ଼ ଥାଏ। ପୁଣି କାମ ଛାଡ଼ିଲା ବେଳକୁ ଆମକୁ ଗୋଟେ ୱାର୍ଣ୍ଣିଂ କ'ଣ ଗୋଟେ ତ ୱାର୍ଣ୍ଣିଂ କରୁଛି, ନାହିଁ ୱାର୍ଣ୍ଣିଂ ଲେଟର୍ ନା କ'ଣ ସେଇଟା, ହଁ। ତାପରେ ଗୋଟେ ଟାଇମ୍ ପିରିୟଡ଼ ଦିଆଯାଏ, ନୋଟିସ୍ ପିରିୟଡ଼ ରହିବାକୁ ପଡ଼ିବ ଆମକୁ। ନୋଟିସ୍ ପିରିୟଡ଼, ଏ ନୋଟିସ୍ ପିରିୟଡ଼ ଗୋଟେ କଥା ଅଛି, ନୋଟିସ୍ ପିରିୟଡ଼ ରହିବାକୁ ପଡ଼ିବ। ଜବ୍ ଫବ୍ ସେକ୍ଟର ଏସବୁ ହୁଏ, ସେ ଭିତରକୁ ଯାଉନି ମୁଁ, ଛାଡ଼ନ୍ତୁ। ତେବେ ଦାଉଦଙ୍କୁ ପ୍ରସ୍ତୁତ ହେବା ପାଇଁ ଏସବୁ ଟ୍ରେନିଂ ଦିଆଯାଉଥିଲା। ତେଣୁ ଦାଉଦ ଜଣେ ସୁଦକ୍ଷ ରାଜା ହେବା ପାଇଁ ଈଶ୍ୱର ପ୍ରସ୍ତୁତ କରିଥିଲେ। ସାଉଲଙ୍କ ଠାରୁ ଦୂରେଇ ରହିବା ପାଇଁ ସିଫର ପାର୍ବତ୍ୟ ଅଞ୍ଚଳରେ ଦାଉଦ ଆତ୍ମଗୋପନ କରିଥିଲେ। ବଣରେ ତାହାଙ୍କୁ ମେଷପାଳକର ଜୀବନ କାଟିବାକୁ ପଡ଼ିଥିଲା। ସାଉଲଙ୍କର ପ୍ରତିଶୋଧ ପରାୟଣ ବ୍ୟବହାର ସକାଶେ ଯୋନାଥନ ଦାଉଦଙ୍କୁ ଉତ୍ସାହ ଓ ସାନ୍ତ୍ୱନା ଦେଇଥିଲେ। ଯେଉଁ କଥା ମୁଁ କହୁଥିଲି ଯୋନାଥନଙ୍କ କଥା, ସାଉଲଙ୍କର ପ୍ରତିଶୋଧ ପରାୟଣ ବ୍ୟବହାର ସକାଶେ ଯୋନାଥନ ଦାଉଦଙ୍କୁ ଉତ୍ସାହ ଓ ସାନ୍ତ୍ୱନା ଦେଇଥିଲେ। ଯୋନାଥନ କିଏ? ଯୋନାଥନ ହେଉଛନ୍ତି ସାଉଲଙ୍କର ବଡ଼ ପୁଅ। ସର୍ବଶକ୍ତିମାନ ପରମେଶ୍ୱରଙ୍କ ଉପରେ ଭରସା ରଖିବା ପାଇଁ ପରାମର୍ଶ ଦେଇଥିଲେ। ଦେଖନ୍ତୁ, ମାନେ ବିଚିତ୍ର କଥା, ମୁଁ ବେଶୀ ଆନାଲିସିସ୍ କରୁନି, ଭିତରକୁ ବେଶୀ ଡିପ୍ଲି ଯାଉନି, କେବଳ ଏତିକି କହୁଛି। ଏ ଭାରି କ'ଣ ଯେ ଲଙ୍କାରେ ହରିନାମ ଶୁଭିଲା ଭଳିଆ କଥା। ସାଉଲ ହେଉଛନ୍ତି ଦାଉଦଙ୍କର ମାନେ ଚିରଶତ୍ରୁ, ଡେଡ୍ ଏଗେନେଷ୍ଟ ବୋଲି କହନ୍ତି, ଆମ ଗାଉଁଲି ଭାଷାରେ କହନ୍ତି ଡେଡ୍ ଏଗେନେଷ୍ଟ। ଅଥଚ ତାଙ୍କ ପୁଅ କିଏ? ଯୋନାଥନ। ଯୋନାଥନ କାହାର ନା ଦାଉଦଙ୍କର ଗୋଟେ ବ୍ୟକ୍ତିଗତ ବନ୍ଧୁ, ପୁଣି ତାଙ୍କ ବାପାଙ୍କର ଆକ୍ରୋଶରୁ ବିଭିନ୍ନ ପ୍ରକାର, ଯଦି ସାଉଲ ରଜା ଅଛନ୍ତି, ଦାଉଦ ସଂଘର୍ଷ କରୁଛନ୍ତି,
ଇତ୍ୟାଦି କାହାଣୀ ସବୁ ସେ ଦାଉଦ ସାଉଲ କାହାଣୀରେ ବହୁତ କିଛି କଥା ବାହାରିବ, ବହୁତ କଥା ବାହାରିବ। କିନ୍ତୁ ଗୁଡ଼ାଏ ତ ବହୁତ ଲୋକଙ୍କ ତର୍ଜମାରେ ମୁଁ ଏଇ ଜୋନାଥନ ଆଉ ଦାଉଦର ବନ୍ଧୁତାର କାହାଣୀ, ଯେହେତୁ ଆଜି ବିପଦର ବନ୍ଧୁ କଥା କହୁଛି, ତେଣୁ ଏ କଥା ମୋର ମନକୁ ଆସିଲା ମୁଁ କହୁଛି। ମୋ ଡାଏରୀ ବି ନୋଟ୍ କରି ମିଳୁଛି ଜୋନାଥନ ଦାଉଦଙ୍କର କଥା। ସେ ଏତେ ତର୍ଜମା କରୁନାହିଁ, ଉପରକୁ ଅଳ୍ପରେ ସଂକ୍ଷିପ୍ତରେ କହିଦେବା ଦୁଇ ପଦ। ଜୋନାଥନଙ୍କର ସାନ୍ତ୍ୱନା ଦାଉଦଙ୍କର ଜୀବନକୁ ଶାନ୍ତି ଦେଇପାରିଥିଲା। ଦେଖନ୍ତୁ, ସାଉଲ ଏକ ଦୁଷ୍ଟ ରାଜା, ସାଉଲ ଏକ ଦୁଷ୍ଟ ରାଜା, କିନ୍ତୁ ତାଙ୍କ ଗର୍ଭରେ ଜୋନାଥନ ଭଳି ପୁଅ ପାଇଛନ୍ତି ଯିଏକି ଦାଉଦଙ୍କୁ ପରାମର୍ଶ ଦେଉଛନ୍ତି, ଦାଉଦଙ୍କୁ ସାନ୍ତ୍ୱନା ଦେଉଛନ୍ତି, ଦାଉଦଙ୍କୁ ଶାନ୍ତି ଦେଉଛନ୍ତି, ବୁଝାଉଛନ୍ତି। ଏହାକୁ ସେ ଆଜି ସେୟା କୁହାଯାଏ। ସେୟା ପରା, ଧଣ୍ଡା ପେଟର ପୁଣି ନାଗ, ନାଗ ପେଟର ପୁଣି ଧଣ୍ଡା ବୋଲିକିରି ଲୋକ କହନ୍ତି। କେମିତି ଘର, କେମିତି ପିଲା ବି ବାହାରୁଛନ୍ତି, ସବୁ ସମ୍ଭବ ହୋଇପାରିବ ଆମର ଇଚ୍ଛା ଶକ୍ତି ରହିଲେ। ସବୁବେଳେ ଆବଶ୍ୟକ, ପ୍ରଭୁ କହିଛନ୍ତି ଗଛ ଦେଇକି ଫଳ ଚିହ୍ନିବ, ଫଳ ଦେଇକି ଗଛ ଚିହ୍ନିବ, ଇତ୍ୟାଦି କଥା ଅଛି। କିନ୍ତୁ ଓଲଟା ବି ହେଇପାରେ, ଓଲଟା ବି ହେଇପାରେ, ଏମିତି ବି ହେଇପାରେ ଫଳ ଜାଗାରେ ଗଛ, ଗଛ ଏମିତି। ସେଟା ସିମ୍ବଲିକାଲି ସେ କହିଲେ କେମିତି ଲୋକ ପାଖରେ କେମିତି ଫଳ ଫଳିବ। କଖାରୁ ଗଛରେ ପିଜୁଳି ଫଳିବନି, ପିଜୁଳି ଗଛରେ ଭଣ୍ଡା ଫଳିବନି, କିନ୍ତୁ କହୁଛନ୍ତି। କିନ୍ତୁ ମଣିଷ ପରା, ଆମେ ମଣିଷ। ଦଶରତ୍ନାକର ବାଲ୍ମୀକି ହେଇଯିବ, ନୂଆ କଥା କ'ଣ ଅଛି? ଦଶରତ୍ନାକର ବାଲ୍ମୀକି ହେଇଯିବ, ନୂଆ କଥା କ'ଣ ଅଛି? ସବୁ ରହିଲା ଇଚ୍ଛାମୂଳ ଜଗତ। ଯାହା ଭାବିବ ସେୟା ହେବ, ଯାହା ବୁଣିବ ତାହା କାଟିବ। ଯେଉଁ ବୋଏଗା ବୋଏ କାଟେଗା। ଭାବକୁ ନିକଟ ଭାବକୁ ଭାବନାରେ ଅଛି ବୋଲି ତ ହେବ। ଆପଣ ଭାବି ପାରିଲେ ହେଲା। ତେଣୁ ଗୋଟେ ହ୍ୱାଟ୍ସଅପ୍ ଷ୍ଟାଟସ୍ ଗୋଟେ ମୁଁ ଜଣେ ଭାଇନାଙ୍କର, ଚନ୍ଦ୍ରଗିରି ଜଣେ ଭାଇନା ଆମର ହ୍ୱାଟ୍ସଅପ୍ ରଖିଥାନ୍ତି ଯେ सोचने की हिम्मत तो करो। अरे क्या होगा न होगा तो बात की बात है, पहले सोचने की हिम्मत, भाविबाकू तो हिम्मत रखो, भाव तो प्रथमे। फास्ट हैपेन्स इन रियलिटी, फास्ट हैपेन्स इन माइंड, सक्सेस फास्ट हैपेन्स इन माइंड देन इन रियलिटी बोली कुहाଯାଏ। ମାନେ ସଫଳତା ପ୍ରଥମେ ମସ୍ତିଷ୍କ ଉପରେ ହୁଏ, ମନରେ ଘଟେ, ତାପରେ ରିୟଲିଟିରେ ପ୍ରତିଫଳିତ ହେବ। ସେଟା ପ୍ରଥମେ ମଣିଷର ମନରେ ତିଆରି ହୁଏ ସଫଳତାଟା କ'ଣ, ତାପରେ ତାକୁ ଆପଣ ରିୟଲିଟି ବାସ୍ତବତାରେ ତାକୁ ପରିଣତ କରନ୍ତି। ତେଣୁ ସକ୍ସେସ୍ ଫାଷ୍ଟ ହ୍ୟାପେନ୍ସ ଇନ୍ ଦ ମାଇଣ୍ଡ ଦେନ୍ ଇନ୍ ରିୟଲିଟି। ଆମେ ଭାବିବାରେ କୃପଣ, ଭାବିବାରେ ଆମକୁ କ'ଣ ଲାଗିଛି ଭାଇ, ଆମେ କାହିଁକି ସେ ବାମନ କି ଚନ୍ଦ୍ରକୁ ହାତ ବଢ଼େଇବୁ। ଏ ଗୋଟେ ପାଠ ଗୋଟେ ପଢ଼ୁଥିଲି ମୁଁ, ଗୋଟେ ପିକି କ୍ଲାସ୍, ଯେଉଁ ବାମନର ହାତ ଆକାଶର ଚାନ୍ଦ ବୋଲେ। ଇଏ ହେଉଛି କଥା। ତେଣୁ ଆମ ମାଇଣ୍ଡରେ ସେତିକି ହିଁ ନାହିଁ, ଆମେ ଭାବିବାକୁ ହିଁ ଚେଷ୍ଟା କରୁନୁ, ଭାବିବାକୁ ହିଁ ଚାହୁଁନୁ। ଓଡ଼ିଆ ଲୋକ ନା ବଡ଼ ବଡ଼ କଥା ଖାଲି କହୁଛି, କିଛି କାମ ନାହିଁ, ଖାଲି କଥା କହୁଛି। ଏ କଥାଟା ତ ମେନ୍, ଲେଖାଟା ତ ମେନ୍। ଭାବିବା ପାଇଁ କଥା ଶ୍ରବଣରୁ ଜାତ ହୁଏ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ। ଶୁଣିଲେ ତ ଏବେ ସିନା ବହି ପୁସ୍ତକ ମାଳମାଳ ହେଇଗଲା, ସମସ୍ତଙ୍କ ହାତରେ ମୋବାଇଲ, ସମସ୍ତଙ୍କ ବହି, ଲାଇବ୍ରେରୀ ଘରେ ଘରେ, ସମସ୍ତଙ୍କ ଘରେ ଗୋଟେ ଲାଇବ୍ରେରୀ। କିନ୍ତୁ ସମୟ ଥିଲା ଶ୍ରୁତି ଶୁଣିକି ମନେ ରଖାଉଥିଲା, ଶ୍ରବଣରୁ ବିଶ୍ୱାସ ଜାତ, ଶୁଣିଲା ପରେ ମନରେ ଗୋଟେ ବିଶ୍ୱାସ, ସତ ଆଜ୍ଞା ଶୁଣିବାର ସତ ଲାଗିଲା ମୋତେ। ତେଣୁ କହିଲେ ତ ଜଣେ ଶୁଣିବ, ଶୁଣିଲେ ତ ଜଣେ। ଆକ୍ଚୁଆଲି କ'ଣ, ମଣିଷ କଥା, ଲେଖା, ଏଇସବୁ ଜିନିଷ, ବହି ପୁସ୍ତକ, କଥାବାର୍ତ୍ତା, ଏଇସବୁ ଜିନିଷରେ ସବୁ ତିଆରି ହେଇଛି ଦୁନିଆରେ। ସେଟା ଆସୁଛି କେଉଁଠୁ? ଭାବନା। ଯେତିକି ପୁଣି ଭାବିବୁ ସେତିକି ପୁଣି କହିବନି, ଯଦି କହିବୁ ସେତିକି ଲେଖିବି ହୁଏନି। ଇଏ ହେଉଛି କଥା। ତେଣୁ ଜୋନାଥନ କହୁଥିଲି ମୁଁ ଗଛ ଫଳ କଥା କହୁଥିଲି। ଯେମିତି ଗଛରେ ସେମିତି ଫଳ, ଡିମ୍ବୁରୁ ଗଛରେ ଡିମ୍ବୁରୁ ଫଳ ଫଳିବ ନା କ'ଣ, ପିଜୁଳି ଗଛରେ ପିଜୁଳି ଫଳିବ ନା କ'ଣ ଫଳିବ? କିନ୍ତୁ ଓଲଟା ମଧ୍ୟ ହେଇପାରେ। ସାଉଲ ଗୋଟେ ଦୁଷ୍ଟ ରାଜା ଥିଲେ, ତାଙ୍କ ରାଜ୍ୟର ଅନ୍ତଟା ଗୋଟେ ଭାରି ଦୁଃଖଦପୂର୍ଣ୍ଣ ଭାବରେ ହେଲା। ବାପ ପୁଅ ଦୁଇ ଜଣ ଯାକ ଗୋଟେ ଦିନ ମରିଗଲେ। କି କ'ଣ ମୋର ଯାହା ମନେ ପଡ଼ୁଛି, ଯେତିକି ମନେ ପଡ଼ୁଛି, ବାପ ପୁଅ ଦୁଇ ଜଣ ଯାକ ଖଣ୍ଡାରେ ଭୁଷିକି ମରିଗଲେ। ଅଥଚ ଜୋନାଥନ ଭାରି ଉତ୍ତମ ଲୋକ ଥିଲେ, ଆଉ ଦାଉଦଙ୍କୁ ସାହାଯ୍ୟ କରୁଥିଲେ। ବିରୋଧୀ ହେଇକିରି ବି ଦାଉଦଙ୍କୁ ସାହାଯ୍ୟ କରୁ। ଏ ଉଦାହରଣ ସବୁ ଆଜି ଦେବା ଦରକାର। ବାଇବେଲ ଇଜ୍ କମ୍ପ୍ଲିଟଲି ଆମେ ତ ଖାଲି ବାଇବେଲକୁ ପଢ଼ୁଛନ୍ତି ଖାଲି ଶୁଣିବା ପାଇଁ, ଆଉ ଜୀବନରେ କିଛି ଲଗାଉନାହାନ୍ତି। ଜୀବନରେ ଆମେ କେବେ ଏସବୁ ଜିନିଷ ଇମ୍ପ୍ଲିମେଣ୍ଟ କରୁନାହାନ୍ତି। ଦାଉଦ ଜୋନାଥନର କାହାଣୀ ଖାଲି ଗୋଟାଏ, କେତେ କାହାଣୀ ଅଛି, କେତେ କାହାଣୀ ଅଛି। ବନ୍ଧୁତାର କାହାଣୀ କେତେ ଅଛି ବାଇବେଲରେ, ଦୁନିଆରେ, ଖବରକାଗଜରେ, ପଢ଼ାରେ, ସାହିତ୍ୟରେ, ଉପନ୍ୟାସରେ, ଚଳଚ୍ଚିତ୍ରରେ କେତେ କାହାଣୀ ଯେ ତାର ହିସାବ। ସେତିକି କାହାଣୀ ଅଛି ଚଳଚ୍ଚିତ୍ର ମାଧ୍ୟମରେ। ଆମେ ଲୋକମାନଙ୍କୁ ବନ୍ଧୁତାର କାହାଣୀ କଥା କହୁଥିଲି। ଦ୍ୱିତୀୟ କଥା,
ସେ କହିଲେ, ରାଜପଦ ପ୍ରାପ୍ତ ହେବା ପାଇଁ ମୋର ପିତା ସାଉଲ ତୁମର କୌଣସି କ୍ଷତି କରିପାରିବେ ନାହିଁ। ତୁମେ ଇସ୍ରାଏଲ ଉପରେ ରାଜା ହେବ, ମୁଁ ତୁମର ଦ୍ୱିତୀୟ ହେବି। କି ଇଣ୍ଟରେଷ୍ଟିଂ କଥା ଏଇଟା ଗୋଟେ, ଭାରି ଇଣ୍ଟରେଷ୍ଟିଂ କଥା। ଆପଣ ଏ ପଢ଼ି ବାହାର କରିବେ କେତେ ପଦ ପର୍ବତ ମୁଁ କହିଦେଉଛି। ବୋଧେ ସାମୁଏଲ 23ରୁ 15ରୁ 29 ଭିତରେ, ପ୍ରଥମ ସାମୁଏଲ 23 ପର୍ବରେ 15ରୁ 29 ଭିତରେ ଅଛି ବିପଦର ବନ୍ଧୁ ଜୋନାଥନ ଆଉ ଦାଉଦଙ୍କର କଥା ଅଛି। ଜୋନାଥନ ଆଉ ସାଉଲ ଦାଉଦଙ୍କର ଇତ୍ୟାଦି କଥା ଅଛି। ତା ତ ଜଣାଶୁଣା କଥା, କହିବି କ'ଣ? ତମେ ରାଜା ହେବ, ମୁଁ ତୁମର ଦ୍ୱିତୀୟ ହେବି। ଭାରି ଇଣ୍ଟରେଷ୍ଟିଂ କଥା, ଭାରି ଇଣ୍ଟରେଷ୍ଟିଂ କଥା। ତେଣୁ ଆଉ ଲମ୍ବେଇବାନି, କାହାଣୀଟି ଏତିକିରେ ସାରୁଛି। ତ କଥା ହେଉଛି, ଆମେ ଆଜି ମଧ୍ୟ ସବୁ ଜିନିଷରେ ସମାନ ହୁଏନି ବି, ସବୁ ଜାଗାରେ ସମାନ ହୁଏନି ବି। ବେଳେବେଳେ ସେ ଡିମ୍ବୁରି ଗଛରେ ଫଳ ନଥିବା ସମୟରେ ମଧ୍ୟ ପ୍ରଭୁ ଫଳ ଖୋଜିଲେ। ଏମିତି କଥା ଅଛି, ଡିମ୍ବୁରି ଗଛରେ ଫଳ ନଥିଲା ଅଥଚ ପ୍ରଭୁ ଫଳ ଖୋଜିଲେ, ହେଲା କାହିଁ ଫଳି ନାହିଁ? ଆରେ ଯେଉଁ ଗଛ ଫଳ ସମୟ ତ ନାହିଁ, ସମୟ ନଥିଲେ ଫଳ ଖୋଜିବା ଦରକାର ଏକା। ସେଇ ହିତବୁଦ୍ଧରେ ସେଇ ସୋଲୋମନ ଲେଖିଛନ୍ତି, ସବୁ ଜିନିଷର ଗୋଟେ ସମୟ ଅଛି। ଯେଉଁ ଜିନିଷର ସେ ଜିନିଷ ହେବ, ଯେଉଁ ଜିନିଷର ସେ ସମୟରେ ସେ ଜିନିଷ ହେବ। ବୁଣିବାର ସମୟ, କାଟିବାର ସମୟ କିନ୍ତୁ ଡିମ୍ବୁରି ଗଛରେ ପ୍ରଭୁ ଓଲଟା ଜିନିଷ ଦେଖିଲେ। ଯେତେବେଳେ ସିଜନ୍ ନଥିଲା, ସମୟ ନଥିଲା, ଋତୁ ନଥିଲା, ସେ ସମୟ ଯାଇକି ଫଳ ଖୋଜିବାକୁ ଗଲେ। ଓଲଟା ଯୀଶୁଙ୍କର ସବୁ ଜିନିଷ ପରେ ଓଲଟା ପାଲଟା। ତାଙ୍କର କଥା ଯଦି ଡିପଲି ବୁଝିବ, ଆପଣ ଓଲଟା ଆଶ୍ଚର୍ଯ୍ୟ ଲାଗିବ, କେମିତି ଏମିତି ହେବ? ଯାହାର ଅଛି ତାକୁ ଦିଆଯିବ, ଯାହାର ନାହିଁ ଯାହା ଅଛି ତାଠାରୁ ନିଆଯିବ ବୋଲି ଅଛି। আর যার নাই তাকে দেবা না, নাই দেবা କ'ଣ? ଯାହାର ନାହିଁ ତ ନିଆଯିବା, ଯାହା ଅଛି ସେଇଟା ନେଇଯିବା ବୋଲି। ଓଲଟା ପାଲଟା ସବୁ ଫିଲୋସଫି। ଯାହାର ଅଛି ପୁଣି ତାକୁ ଦିଆଯିବ, ଯାହାର ନାହିଁ ଯାହା ଅଛି ସେଇଟା ମଧ୍ୟ ନିଆଯିବ। ଓଲଟା ପାଲଟା କଥା। ତ ସେତେ ଭିତରକୁ ଯିବା ନାହିଁ, ସଂକ୍ଷିପ୍ତରେ କହିଦେଉଛି। ବନ୍ଧୁତାର କାହାଣୀ, ପ୍ରକୃତ ବନ୍ଧୁତା ଆଜିକାଲି ସାଧାରଣ କଥା। ଗାର୍ଲଫ୍ରେଣ୍ଡ, ବୟଫ୍ରେଣ୍ଡ, ଏସବୁ ଜିନିଷ ସାଧାରଣ କଥା, ସମସ୍ତଙ୍କ ଜୀବନରେ ଅଛି। ସାଙ୍ଗ ତ ସମସ୍ତେ ସାଙ୍ଗ, ଆଉ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ବି ଆଉ କିଛି ମାନେ ନାହିଁ। ସାଙ୍ଗ ସମସ୍ତେ ସାଙ୍ଗ, ଅଲ୍ ଆର୍ ଫ୍ରେଣ୍ଡ। ଝିଅମାନେ ବି ସାଙ୍ଗ ହେଇପାରୁଛନ୍ତି, ସାଧାରଣ କଥା। ସହରମାନଙ୍କରେ ଏସବୁ ଜିନିଷ ଆଉ କିଛି କହିବା ଦରକାର, ଏ ଉପରେ ଚର୍ଚ୍ଚା କରିବାକୁ ଚାହୁଁନି। ବନ୍ଧୁତାର କାହାଣୀ କହିଲେ ନ ସରେ। ଫ୍ରେଣ୍ଡ ଇନ୍ ଡିଡ୍ ଇଜ୍ ଫ୍ରେଣ୍ଡ ଇନ୍ ନିଡ୍, ଏମିତି ଗୋଟେ କଥା ଅଛି ପୁରା। ଫ୍ରେଣ୍ଡ ଇନ୍ ନିଡ୍ ଇଜ୍ ଫ୍ରେଣ୍ଡ ଇନ୍ ଡିଡ୍, ମାନେ ଏମିତି ଗୋଟେ ଇଂଲିଶର କଥା ଅଛି। ତେଣୁ ବହୁତ କଥା ଅଛି। ବନ୍ଧୁତାର କାହାଣୀ ଆଜିକାଲି ସମସ୍ତେ ସାଙ୍ଗସାଥି, ନର୍ସରୀ କ୍ଲାସ୍ରୁ ପୁଅ ଝିଅ ସାଙ୍ଗସାଥି ହେଉଛନ୍ତି। ଆଉ ସାଙ୍ଗସାଥି ହେବା ଦରକାର ମଧ୍ୟ, ସାଙ୍ଗସାଥି ନହେଲେ କେମିତି ହେବ? ବନ୍ଧୁତାର ବହୁତ କଥା ଅଛି, ବେଶୀ ଆଉ ତର୍ଜମା କରୁନାହିଁ। ମୁଣ୍ଡକୁ ଜୁଟିଲା ଖବର ଗୋଟେ ବହିରେ ପାଇଗଲି ତ ମୁଁ ଜିନିଷ ଉପର, ମାନେ ଖାଲି ଗୋଟେ ଦୈନିକ ଆହାର ପାଇଗଲି ମୁଁ। ତେଣୁ ତାକୁ ଦ୍ୱିପଦ କହିଦେଇକି ତର୍ଜମା କଲି ଆପଣମାନଙ୍କ ଆଗରେ। ତେଣୁ ଜୋନାଥନ ଆଉ ସାଉଲଙ୍କର ପୁଅ ଜୋନାଥନ ଆଉ ଦାଉଦ, ଏ ଦୁଇ ଜଣଙ୍କର ବନ୍ଧୁତାର କାହାଣୀ ନିଶ୍ଚୟ ଗୋଟେ ଉଦାହରଣ ଆମ ସମସ୍ତଙ୍କ ପାଇଁ, ଯେ ସବୁ ଜିନିଷରେ ସମାନ ହୁଏନି, ବେଳେବେଳେ ବିପରୀତ ମଧ୍ୟ ହୁଏ। ତେଣୁ ବନ୍ଧୁତାର କାହାଣୀ ଶିଖିବା ଦରକାର ଆମେ। ଯୀଶୁଙ୍କର ବି ବନ୍ଧୁ ଥିଲେ। ଯୀଶୁ କହିଲେନି, ମୁଁ ମୋ ଭାଇ ବନ୍ଧୁ କୁଟୁମ୍ବ କିଏ? ବନ୍ଧୁ ଉପରେ ବାଇବେଲରେ ବହୁତ କଥା ଅଛି। ଆଜିର ଯୁବପିଢ଼ିକି, ଆଜିର ଯୁବଶକ୍ତିକି ଏ ବନ୍ଧୁତାର କଥା କହିବା ଦରକାର। ତେଣୁ କୁହାଯାଏ, ଯୋଡ଼ାକୁ ଘୋଡ଼ା ସରିନାହିଁ ବୋଲି କୁହାଯାଏ। ଯୋଡ଼ାକୁ ଘୋଡ଼ା ସରିନାହିଁ ବୋଲି ଗୋଟେ କଥା ଅଛି। ତେଣୁ ସୋଲୋମନ ମଧ୍ୟ କହିଲେ, ଜଣରୁ ଦୁଇ ଜଣ ଭଲ, ଜଣକରୁ ଦୁଇ ଜଣ। ପୁରୁଷକୁ ମଧ୍ୟ ସେ କଥା କହିଲେ, ଏକାକୀ ଭଲ ନୁହଁ, ରହିବା ଭଲ ନୁହଁ କହିଲେ ଆଦମକୁ। ତେଣୁ ଯୋଡ଼ାକୁ ଘୋଡ଼ା ସରିନାହିଁ, ଦୁଇ ଜଣ ହେଲେ। ଆଉ ତେଣୁ କହିଲେ, କଥାରେ ଅଛି, କେହି ଯେବେ ତୁମେ ଡାକସୁନାକରେ ନା ହେବେ, ଏକଲା ଚାଲ ରେ ବୋଲେ। ଯଦି ଦୂରକୁ ଯିବାର ଅଛି, ଦୁଇ ଜଣ ଧରି ଚାଲ, ଏମିତି ଗୋଟେ କଥା ଅଛି। ଦୁଇ ଜଣ, ଏମିତି ଗୋଟେ କଥା କ'ଣ ମନେ ପଡ଼ୁନି। ଯଦି ପାଖକୁ ଯିବାର ଅଛି ଏକଲା ଚାଲ, ନା ଦୂରକୁ ଯିବାର ଅଛି ଦୁଇ ଜଣ ମିଶିକି ଚାଲ, ସେଇ ଭଳିଆ କଥା। ଦୁଇ ଜଣ ଯୋଡ଼ାକୁ ଘୋଡ଼ା ସରିନାହିଁ ବୋଲି କହନ୍ତି। ଯେକୌଣସି ଯୋଡ଼ି ହେଇଗଲା ବୋଲେ, ଯୋଡ଼ି ହେଲେ ତ ସରିଲା। ଏମିତି ବହୁତ ଯୋଡ଼ି କଥା ଅଛି। ମ୍ୟୁଜିକ୍ ଡାଇରେକ୍ଟର ମାନଙ୍କର କାହାଣୀ, ଓଡ଼ିଆ ଇଣ୍ଡଷ୍ଟ୍ରିରେ ଆଉ ଫିଲ୍ମ ହିନ୍ଦୀ ଇଣ୍ଡଷ୍ଟ୍ରିରେ ବହୁତ କଥା ଅଛି। ହିରୋ, ପ୍ରୋଜେକ୍ଟ ଡାଇରେକ୍ଟର, ଗୁଡ଼ାଏ ମାନଙ୍କର ବନ୍ଧୁତାର କାହାଣୀ ସବୁ ଅଛି। ସମସ୍ତଙ୍କର ବହୁତ କାହାଣୀ ଅଛି। ବନ୍ଧୁତାର କାହାଣୀ ଖୁନ୍ଦି ହେଇକି ଅଛି। ଗାଁରେ, ସାହିରେ, କଳିରେ, କନ୍ଦିରେ, ଆମ ଘରେ ବାହାରେ, ସବୁଠି ବନ୍ଧୁତାର କାହାଣୀ। ସଂସାର ଜାଗ ଆପଣ ଯେଉଁଠି ଖୋଜିବେ ସବୁଠି ବନ୍ଧୁତାର କାହାଣୀ ପାଇବେ। ଆପଣ ଦେଖିପାରିବେ, ନଜରିଆ ଥିଲେ ହେଲା। ସବୁ ଜାଗାରେ ବନ୍ଧୁତାର କାହାଣୀ। ପରସ୍ପରକୁ ସାହାଯ୍ୟ କରିବାନି, କେମିତି ହେବ ବନ୍ଧୁତା? ପରସ୍ପରକୁ ସାହାଯ୍ୟ କରିବା ଦରକାର, ପରସ୍ପରକୁ ହେଲ୍ପ କରିବା ଦରକାର, ପରସ୍ପର ପାଇଁ ସମୟ ଦେବା ଦରକାର। ବନ୍ଧୁତାରେ ତ ସବୁ ଚାଲିଛି, ଆଉ ସାହାଯ୍ୟରେ ତ ସବୁ ଚାଲିଛି। ଆଉ ବନ୍ଧୁତାରେ ଯୀଶୁ ପିତର ବି ଭଲ ବନ୍ଧୁ ଥିଲେ, ଉତ୍ତମ ବନ୍ଧୁ ଥିଲେ ଯୀଶୁ ଆଉ ପିତର। ବନ୍ଧୁତାର କାହାଣୀ ବହୁତ ଅଛି। ମୋ ଜୀବନରେ ଅବଶ୍ୟ ଲକି। ତେଣୁ କୁହାଯାଏ, ଭଲ ବନ୍ଧୁ ଯଦି ଜଣେ ପାଇଛନ୍ତି, ତେଣୁ କୁହାଯାଏ ଗୋଟେ ଲୋକର ଚରିତ୍ର ବା ଗୋଟେ ଲୋକର ବିଷୟରେ ସେଇଠୁ ଜାଣିବ। ଏଇଦର ସେମାନଙ୍କର ଏନିମି ଅର୍ ସେମାନଙ୍କ ଫୟ ଅର୍ ଫ୍ରେଣ୍ଡ ମାନେ ତାଙ୍କର ବନ୍ଧୁ
କିମ୍ବା ତାଙ୍କର ଶତ୍ରୁମାନଙ୍କଠାରୁ ଜାଣିବ ସେ ଲୋକଟା କ'ଣ। ଜଣଙ୍କର କେତେ ଶତ୍ରୁ କେତେ ମିତ୍ର ତାକୁ ଧରି ଆକଳନ କରାଯାଇପାରିବ ସେ ଲୋକଟା କ'ଣ ବୋଲି। ହେଉଛି କଥା। ତେଣୁ ମୋତେ ବି ଈଶ୍ୱରଙ୍କ ଆଶୀର୍ବାଦରୁ ଭଲ ସାଙ୍ଗ ତ ଗୋଟେ ଦୁଇଟା ପାଇଛି। ସବୁବେଳେ ତ ସମସ୍ତଙ୍କୁ ତ ଯୋଗାଯୋଗ ରଖି ହୁଏ ନାହିଁ, କିନ୍ତୁ ହେଲା ମୁଁ ବେଶୀ କାହା କଲ୍ ଫଲ୍ କରେନି, କିନ୍ତୁ ମନ ବୁଝିଲା ଭଳି ସାଙ୍ଗ ବି ଗୋଟେ ଦୁଇଟା ଥିଲେ। ସେଇଟା ବେଶୀ ସାଙ୍ଗ ଥିଲେ କିଛି ଲାଭ ନାହିଁ। ଗୋଟେ ଦୁଇଟା ଥିବ ଯେ ମନକୁ ବୁଝିଲା ଭଳି ଲୋକ ଥିବେ, ପଦେ କହିଦେଲେ ସବୁ ବୁଝି ଯାଉଥିବେ। ଦୁଇ ତିନିଟା ଅଛନ୍ତି ଖାସ୍ ବନ୍ଧୁ କିଛି ଅଛନ୍ତି ଯେଉଁମାନଙ୍କୁ ବର୍ଷ ପରେ ବର୍ଷ ତୁମେ ଫୋନ୍ ନ କରିବି ଗୋଟାଏ ମେସେଜ୍ କରିଦେଲେ ବି ରିପ୍ଲାଏ ଆସିଯିବ। ସେମିତି ବନ୍ଧୁ ଅଛି କିଛି କହ ସବୁବେଳେ ଟଚ୍ ରହିବା କିଛି ଦରକାର ନାହିଁ। ସେମାନେ ମନ ଜାଣିଛନ୍ତି। ଦିଲ୍ କି रिश्ता ହେବା ଦରକାର। दिल का रिश्ता बड़ा ही प्यार होता है। ଗୋଟେ ଗୀତ ଅଛି, दिल का रिश्ता बड़ा ही प्यार होता है, कितना पागल ये दिल हमारा, ଏମିତି ଗୋଟେ ଗୀତ ଅଛି। कितना पागल ये दिल हमारा है, कितना दिल का रिश्ता बड़ा प्यारा है। दिल का हृदयर संपर्क सब रहा दरकार। आमको सब जिन जाना दरकार। बंधुतार कहानी बुझा दरकार। बंधुतार कहानी बहुत गुड़ाए रिसेंट वीडियो गुड़ा सब देखुली। बंधुतार कहानी गुड़ा किसी सांगसाथी केमती मिसिक बिजनेस करते स्टार्टअप तैयारी कर बहुत उदाहरण अच्छे आम गाँव में साई गली में जोटी देखिए आप बंधुतार कहानी पाइबे। से विषय भी तर्जमा करनी हो। ये भारी खुशी लगे मत टपिकटा मुझे भारी खुशी जे आप सहित सेयार कली जोनाथन और दाऊदर कहानी कथा भारी खुशी इंटरेस्टिंग कथा। एमती सब जिन कौटी भी शुणा मिले नहीं। खाली से चिराचरित कथा अमुक समुक इत्यादि कथा शुणा हुए मत से गुड़ा भारी विरक्त लगे। सबुदिन मरी जाऊँ आम प्रतिदिन वी आर डेड। आम प्रतिदिन मरुचु। तेणु लिव योर डे लाइक ए लास्ट डे ऑफ योर लाइफ बोलिक कहुए। प्रतिदिन एमती बच जमी प्रतिदिन तुम शेष दिन बोलिक कहुए। ये हूँ कथा। तेणु प्रतिदिन आम एमती बचा दरकार जमी आम शेष दिन बोली भाव। आगू कौन हम काली कौन गोटे मिनिट पर कौन किसी कहीहब। ये हूँ कथा। तेणु आम सब केते कथार अच्छी सब कथार भाषिक किसी लाभ नहीं। कथा हूँ आम आम जीवन को केमती बचा सब आम निज हाथर कथा। आम केमती आम लाइफ को मैनेज करा आम केमती लाइफ को बचा सब जिन आम हाथ रहा आम आम लाइफ को मैनेज कर आम आम भावना को मैनेज करवा दरकार। आम आम चिंता को मैनेज करवा दरकार। मुझे उत्क्षिप्त हो जीवन में टी सर्ट टेम्पर आगे यहाँ आम जेनेटिकली गोटे प्रोब्लेम आमर। आम माँ भी टी सर्ट टेम्पर बापा भी टी सर्ट टेम्पर। टेम्पर बोले आमर इंग्लीश टेम्पर मान क्षण कॉपी कहुए। क्षण कॉपी मान अति सर्ट टेम्पर मान जल्दी रागी जा प्रकृति गोटे। मोर भी प्रकृति गोटे सेमती अच्छी। तेणु धीरे धीरे बयस बढ़े सब गुण सब है एडजस्ट हम सब प्रकृति एडजस्ट हम। तेणु बहार कौन हुए कि बह कथा जाऊनी तो बह गोटे बंधुता ही बह गोटे बंधुता बेले अनेक समय अपोजिट नेचर लोक दुटा को प्रभु जुटाती। बहार हो कि बंधुतार भी हो जड़े लोक बेसी रागिगले जड़े लोक टी कूल काम थाए सांग साथी भी सेया हुए। जड़े लोक बेसी रागिगले जड़े लोक टी कम से सहनशील बेसी तो जड़े टी अपोजिट नेचर लोक दी जन हुए सांग साथी हूँ। लाइक माइंडेड लोक मान भर तो बंधुता हुए कि अपोजिट नेचर लोक नेचर भितर भी बंधुता हुए। ये भी गोटे कथा। तेणु सांग साथी ये सब जिन बेस इंपोर्टाट स्कूल समय आरंभ कर कॉलेज बुढ़ापा टाइम वृद्ध समय भी सांग साथी बहुत दरकार पड़े। शुणा बसवा जनकर कथा जड़े कहूव जड़े गपुव जड़े शुणुव। आजिकल भल सांग मिले भारी कष्ट। क्या पाखे समय ना क्या सहित बंधुता करने समय था सांग 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 दुनिया सांग बापा पीढ़ी में मोर जहाँ मन पड़े सांगर ही जीवन बीती सब सांग साथी एका काल हो गले। मोर जन बड़ापा था राति पुणी थे 12टार बाहर ना घंटे 11टा ना 10टार बाहर की जंगल चलिक आसिक पहुँचती गाँव में। बड़ापा जन काल हो गए मिसिक आम कैस्ट मिसिक राति कौन गोटे परिस्थिति है से जंगल चलिक आस सार्ट फाट सब चिरी फाड़ी जाए कही बापा तरफ से सांग साथी ही जुग था बापा पेटे। एवं सांग साथी कि तो सांग तो मोबाइल आगे सांग आ कि ना। तेणु कह संग दोष बड़ दोष संग दोष बड़ दोष। तेणु कहुए दुर्जन संगे कलेवास निश्चय हो सर्वनाश बोलिक कहुए। दुर्जन संगे कलेवास निश्चय हो सर्वनाश बोल कथा अच्छे। जिमिति संग सेमिति भंग सेमिति ढंग सेमिति रंग सेमिति संग दोष बड़ दोष था। आजिकल पिलाने एकुटिया व्यक्ति कैंद्रिक जीवन बचुंट क्या पाखे समय नहीं क्या सहित बसवा मिसवा उठा 4 लोक सहित मिसिले 4 लोक सहित जानिले सी सब जिन माहौल ना व्यक्ति कैंद्रिक सेल्फ सेंटर्ड लाइफ समस्त कई क्या सहित सेयार करने चाहते व्यक्तिगत प्राइवेसी सब समस्त
ଆଉ ଦୁନିଆ ବି ସେମିତି ହେଇଗଲା ସମର ଭଳିଆ ଆଉଳିଆ ତା ଭଳିଆ ଦୁନିଆ ଲୋକର ଦୁନିଆ ଭଳିଆ ସିକ୍ରେଟ୍ ପଡ଼ିନି ତ ବ୍ଲାକମେଲ୍ କରିବା କଥା ଇଏ ହେଉଛି ଜିନିଷ। ତେଣୁ ସିକ୍ରେଟ୍ ଜାଣିବୁ ତ ବ୍ଲାକମେଲ୍ କରିବୁ ଦୁନିଆ ସେମିତି କାହାକୁ ଭଲ କହିବୁ ଦୁନିଆରେ ଭଲ ସାଙ୍ଗସାଥି ମିଳିବେ ବି ଗୋଟେ ଗଡ୍ ଗିଫ୍ଟ ବୋଲି ଭାବିବା କଥା। ଲେଖା ହେଇଛି ବୁଢ଼ା ସାର ମର୍ମ କଥା କହିଦେଉଛି ଭଲ ସାଙ୍ଗ ମିଳିବ ଭଲ। ତେଣୁ ସୋଲୋମନ ଲେଖିଲେ ଦୂରେ ଥିବା ଭାଇଠୁ ପାଖରେ ଥିବା ବନ୍ଧୁ ଭଲ ବୋଲି କହିଲେ ଦୂରେ ଥିବା ଭାଇଠୁ ପାଖରେ ଥିବା ବନ୍ଧୁ ଭଲ ବୋଲି କହିଲେ। ତେଣୁ ବନ୍ଧୁତାର ବହୁତ କାହାଣୀ ଅଛି। ବହୁତ କାହାଣୀ ଭିତରେ ଆଜି ଏମିତି ମନେ ପଡ଼ୁ ବହି ଓଲଟା ଏଇଟା ପାଇଗଲି ତ ଆପଣଙ୍କ ଆଗରେ ସେୟାର କଲି ହେଉଛି କଥା। ତେଣୁ ବନ୍ଧୁତା ଭଲ ମିଳିବା ବନ୍ଧୁତା ସାଙ୍ଗସାଥି ଗୋଟେ ଜୁଟିବା ଭାରି ମନ କଥା ବୁଝିଲା ଭଳି ଲୋକ ଆଜି ଦୁନିଆରେ ବହୁତ କମ୍ ବହୁତ କମ୍ ବହୁତ କମ୍। କାହାକୁ ସବୁ କଥା କହି ହେବନି। ବେଳେବେଳେ ଭାଇମାନେ ବି ସାଙ୍ଗଠୁ ବଳିଯିବେ ଆଉ ବେଳେବେଳେ ବନ୍ଧୁମାନେ ବି ଭାଇଠୁ ବଳିଯିବେ ଏମିତି ବି କଥା ଅଛି। ଆଉ ବେଳେବେଳେ ନିଜ ଭାଇ ବନ୍ଧୁ ତ ଶତ୍ରୁଠୁ ବଳିଯିବେ। ନିଜ ଭାଇ ବନ୍ଧୁ ନିଜର ଭାଇ ନିଜର ସାଙ୍ଗ ଯେଉଁମାନେ ସହିତ ମିଶିକି ଜୀବନ ବିତେଇଥିବ ସେଇମାନେ ତ ଶତ୍ରୁଠୁ ବଳିଯିବେ ଜହର ଦେଇଦେବେ ଜହର ଦେଇଦେବେ। ସେ ଗୀତ ଅପରାହ୍ନରେ ସବୁ ଅଛି ବିଶ୍ୱାସ ଦେଲା ବିଶ୍ୱାସ ଦେଲା ବିଶ୍ୱାସରେ ବିଷ ଦେଇଦେବେ। ତେଣୁ ବଡ଼ ଡେଞ୍ଜର ଜିନିଷ ଏଇଟା। ତେଣୁ ଭଲ ବନ୍ଧୁ ପାଇବା ଭଲ ସାଙ୍ଗସାଥି ପାଇବା ସିଏ ବି ଗୋଟେ ଭାରି ଈଶ୍ୱରଙ୍କର ଆଶୀର୍ବାଦ ଗୋଟେ ଲକି ଲୋକମାନଙ୍କ ଜୀବନରେ ଭଲ ସାଙ୍ଗ ମିଳେ। ସାଙ୍ଗସାଥିର ଯୁଗ ତ ଆଉ ନାହିଁ। ତ ମୋବାଇଲ ଥିଲେ ହେଲା ମୋବାଇଲ ଜାଣିଲେ ତ ହେଲା ମୋବାଇଲ GPS ବତେଇଦେବ ମୋବାଇଲ ବାଟ ବତେଇଦେବ ମୋବାଇଲ ସବୁ କରିଦେବ ମୋବାଇଲ ସବୁ ବତେଇଦେବ ଆଉ ସାଙ୍ଗସାଥିର କିଛି ଆବଶ୍ୟକତା ନାହିଁ। ଯୋଡ଼ାକୁ ଗୋଡ଼ା ସରି ନାହିଁ। ଅଳ୍ପ ଚାକିରି କାଳ ଭିତରେ ପିଲା ଆମ ଭାଇ ପିଲାମାନେ ତ ନାହିଁ ମୋ ଭାଇମାନେ ସବୁ ଭାଇ ବୋଲି ମୁଁ ସମ୍ବୋଧନ କରେ ସମସ୍ତଙ୍କୁ। ମୋ ଚାକିରି କାଳ ଭିତରେ ଯେ ଅଳ୍ପ ସମୟ ଭିତରେ ଉଦ୍ଦିରେ କାମ କରିଛି ସମସ୍ତଙ୍କୁ ଭାଇ ବୋଲି ସମ୍ବୋଧନ କରେ। ସମସ୍ତଙ୍କ ତ ବ୍ୟକ୍ତିଗତ ସମ୍ପର୍କ ବୋଲି ସେଇଟା ମୋର ଅନେକ ସମୟ ଲୋକଙ୍କ ତ ଦୁର୍ବଳତା ସମସ୍ତଙ୍କୁ ଗୋଟେ ଆନୁଗତ୍ୟ ଦେଖାଉଛି ସମସ୍ତଙ୍କ ପ୍ରତି ଗୋଟେ ସହନଶୀଳତା ବେଶୀ ସମସ୍ତଙ୍କୁ ଗୁରୁତ୍ୱ ଦେଇକି ଶୁଣୁଛି ସେଇଟା ଆକ୍ଚୁଆଲି ସେଇଟା ନୁହଁ। ତେଣୁ ମୁଁ କହେ ମିକନେସ୍ ଇଜ୍ ନଟ୍ ୱିକନେସ୍ ୱିକନେସ୍। ଜଣଙ୍କ ପ୍ରତି ଆନୁଗତ୍ୟ ଦେଖିବା ସହନଶୀଳତା ଜଣଙ୍କ କଥା ଶୁଣିବା ଜଣଙ୍କୁ ସୁବିଧା ଅସୁବିଧାରେ ସବୁ ଜିନିଷରେ ଗୋଟେ ରେସ୍ପେକ୍ଟ ଦେବା ସେଇଟା କେବେ ଦୁର୍ବଳତା ହେଇନପାରେ। ନମ୍ରତାଟା କେବେ ଦୁର୍ବଳତା ଜଣଙ୍କ ଉପରେ ଆଧିପତ୍ୟ ଦେଖିବାଟା ଦୁନିଆ ଜାଣିଛି। ଆଧିପତ୍ୟ ମୋ କଥା ଶୁଣେ ମୋତେ ଆଣିଦେ କରିଦେ ଅର୍ଡ଼ର ଦେବାଟା ଏଇ ସବୁବେଳେ ସେଇ ଜିନିଷଟା ବଡ଼ ଷ୍ଟ୍ରଙ୍ଗ ପଏଣ୍ଟ ରହିଛି ସେମିତି ନୁହଁ। ଆଉ ସେମାନଙ୍କୁ ମଧ୍ୟ ନିନ୍ଦା କରିପାରିବୁନି। ଯେତିକି ସାଙ୍ଗସାଥି ମୁଁ ହେଇଛି 10-15 ଜଣ ସାଙ୍ଗ ଭିତରେ ଏ ଯେଉଁ ଆମ ଉଦୟଗିରି କାମଦାମ କରିବା ଭିତରେ କେହି କୌଣସି ଲୋକ ମୋ ସହିତ ବିଶ୍ୱାସଘାତକତା କରିନାହାନ୍ତି। ସମସ୍ତେ ମୋ ସହିତ ସହନଶୀଳତା ସହିତ ମୋତେ ଯଥେଷ୍ଟ ରେସ୍ପେକ୍ଟ ଦେଇକିରି ମୁଁ ସେଥିପାଇଁ ଭାରି ଖୁସି ଅଳ୍ପ ଚାକିରି କାଳ ଭିତରେ ସେମିତି ସାଙ୍ଗ 10-15 ମୁଁ ସେମାନଙ୍କୁ ଭାଇ ବନ୍ଧୁ ବୋଲି କାମ ଭାବେ ତାକୁ ସହକର୍ମୀ ବୋଲି ଭାବେନି। ଭାଇ ବନ୍ଧୁ ସବୁ ମିଳିମିଶି ଚାଲିବା। ମୁଁ ଖାଇବି ତମେ ଖାଇବ ତମେ ଖାଇଲେ ମୁଁ ଖାଇବି ମିଳିମିଶି ଚାଲିବା ସବୁ ମିଳିମିଶି ଚାଲିବା। ଆଜିକା ଡେଟ୍ରେ ସ୍ୱାର୍ଥପୂର୍ଣ୍ଣ ଦୁନିଆରେ ଏଇସବୁ ଜିନିଷର କିଛି ମାନେ ନାହିଁ। ସ୍ୱାର୍ଥ ସରିଲା ମୋର କଥା ଯିକିବି ତୋର କାମ ସରିଲା ମୋର କଥା ଯିକିବି ତୋର ଏମିତି ଦୁନିଆରେ ସାଙ୍ଗସାଥି ମିଳିବା ଭଲ ବନ୍ଧୁତା ମିଳିବା ଆଉ କହିବେ କ'ଣ ଆଉ କହିବେ ଆପଣ ଜାଣିଛନ୍ତି। ଆଉ ଭଲ ସାଙ୍ଗ ମିଳିବା ଭଲ ବନ୍ଧୁତା ମିଳିବା ଭଲ ସାଙ୍ଗଟେ ମନ ଖୋଲି ବିପଦ କହିବ ଘର କଥା କି ବାହାର କଥା ସେମିତି ସାଙ୍ଗ ମିଳିବାଟା ଭାରି କଷ୍ଟକର କଥା। ଏ କଥା ନାହିଁ ସେ ବିକି ଦେଇଥିବେ ତ ଆପଣଙ୍କ ପାଖକୁ ଆଉ ତ କାହା ପାଖରେ ବିକି ଦେଇଥିବେ। ତେଣୁ ଭଲ ସାଙ୍ଗଟେ ପାଇବା କି ଭଲ ବନ୍ଧୁଟେ ପାଇଛନ୍ତି ତାକୁ କେମିତି ଜାଗ୍ରତ ରଖିବା ସେଇଟା ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ କଥା। ହଉ ଏଥି ସହିତ ରହୁଛି ବହୁତ ବହୁତ ଧନ୍ୟବାଦ।